नमो नमः। अद्य अस्य संस्कृतकलांशे सर्वेषां स्वागतम्। अद्य वयं पञ्चमश्रेण्याः संस्कृतपुस्तकस्य तृतीयपाठं चर्चां करिष्यामः। अतः आगच्छन्तु एतं पाठम् आरम्भं कुर्मः। तृतीयपाठ। अहं विद्यालयं गच्छामि। ମୁଁ ବିଦ୍ୟାଳୟକୁ ଯାଉଛି। ଅହଂ ପାଠଂ ପଠାମି। ମୁଁ ପାଠ ପଢ଼ୁଛି। ଅହଂ ବିଦ୍ୟାଳୟଂ ଗତ୍ୱା ପାଠଂ ପଠାମି। ମୁଁ ବିଦ୍ୟାଳୟକୁ ଯାଇ ପାଠ ପଢ଼ୁଛି। ଅହଂ ଅନ୍ନଂ ଖାଦାମି। ମୁଁ ଭାତ ଖାଉଛି। ଅହଂ ନଗରଂ ଗଚ୍ଛାମି। ମୁଁ ନଗରକୁ ଯାଉଛି। ଅହଂ ଅନ୍ନଂ ଖାଦିତ୍ୱା ନଗରଂ ଗଚ୍ଛାମି। ମୁଁ ଭାତ ଖାଇ ନଗରକୁ ଯାଉଛି। ଛାତ୍ର କ୍ରୀଡ଼ତି। ଛାତ୍ରଟି ଖେଳୁଛି। ଛାତ୍ର ଗୃହଂ ଗଚ୍ଛତି। ଛାତ୍ରଟି ଘରକୁ ଯାଉଛି। ଛାତ୍ର କ୍ରୀଡ଼ିତ୍ୱା ଗୃହଂ ଗଚ୍ଛତି। ଛାତ୍ରଟି ଖେଳି ସାରି ଘରକୁ ଯାଉଛି, ଘରକୁ ଆସୁଛି। ବାଳକଃ ଜଳଂ ପିବତି। ବାଳକଟି ଜଳ ପିଉଛି, ପାଣି ପିଉଛି। ବାଳକଃ ଆଗଚ୍ଛତି। ବାଳକଟି ଆସୁଛି। ବାଳକଃ ଜଳଂ ପିତ୍ୱା ଗଚ୍ଛତି। ବାଳକଟି ପାଣି ପିଇ ଆସୁଅଛି। କୃଷକଃ କ୍ଷେତ୍ରଂ କର୍ଷତି। କୃଷକଟି ବିଲ ଚାଷ କରୁଛି। କୃଷକଃ ଗୃହଂ ଗଚ୍ଛତି। କୃଷକଟି ଘରକୁ ଯାଉଛି। କୃଷକଃ କ୍ଷେତ୍ରଂ କୃତ୍ୱା ଗୃହଂ ଗଚ୍ଛତି। କୃଷକଟି ବିଲ ଚାଷ କରି ଘରକୁ ଯାଉଛି। ବାନରଃ ବୃକ୍ଷଂ ଆରୋହତି। ମାଙ୍କଡି ଗଛକୁ ଚଢ଼ୁଛି। ବାନରଃ ଫଳଂ ଖାଦତି। ମାଙ୍କଡ଼ଟି ଫଳ ଖାଉଛି। ବାନରଃ ବୃକ୍ଷଂ ଆରୁହ୍ୟ ଫଳଂ ଖାଦତି। ମାଙ୍କଡ଼ଟି ଗଛକୁ ଚଢ଼ି ଫଳ ଖାଉଛି। ପୂଜକଃ ଶିବଂ ପୂଜୟତି। ପୂଜାରୀ ଶିବଙ୍କୁ ପୂଜା କରୁଛନ୍ତି। ପୂଜକଃ ପ୍ରସାଦଂ ଦଦତି। ପୂଜକ ପ୍ରସାଦ ଦେଉଛନ୍ତି। ପୂଜକଃ ଶିବଂ ପୂଜୟିତ୍ୱା ପ୍ରସାଦଂ ଦଦତି। ପୂଜକ ଶିବଙ୍କୁ ପୂଜା କରି ପ୍ରସାଦ ଦେଉଛନ୍ତି। ପୁତ୍ରଃ ଜନକଂ ପ୍ರಣମତି। ପୁଅ ପିତାଙ୍କୁ ପ୍ରଣାମ କରୁଛି। ପୁତ୍ରଃ ବିଦ୍ୟାଳୟଂ ଗଚ୍ଛତି। ପୁଅଟି ବିଦ୍ୟାଳୟକୁ ଯାଉଛି। ମାଧବଃ ଆଚାର୍ଯ୍ୟ ପଶ୍ୟତି। ମାଧବ ଆଚାର୍ଯ୍ୟ ପଶ୍ୟତି। ମାଧବ ଆଚାର୍ଯ୍ୟଙ୍କୁ ଦେଖୁଛି। ମାଧବ ଆଚାର୍ଯ୍ୟ ନମତି। ମାଧବ ଆଚାର୍ଯ୍ୟଙ୍କୁ ନମସ୍କାର କରୁଛି। ମାଧବଃ ଆଚାର୍ଯ୍ୟଂ ଦୃଷ୍ଟ୍ୱା ନମତି। ମାଧବ ଆଚାର୍ଯ୍ୟଙ୍କୁ ଦେଖି ପ୍ରଣାମ କରୁଛି। କେଶବଃ ପଠନଂ କୃତ୍ୱା। କେଶବଃ ପଠନଂ କରତି। କେଶବ ପାଠ ପଢ଼ୁଛି। କେଶବ ଭୋଜନଂ କରତି। କେଶବ ଭୋଜନ କରୁଛି। କେଶବଃ ପଠନଂ କୃତ୍ୱା ଭୋଜନଂ କରୋତି। କେଶବ ପାଠ ସାରି ଭୋଜନ କରୁଛି। ସ୍ମରଣଂ କୁରୁ। ଗତ୍ୱା ଯାଇ। ପ୍ରଣମ୍ୟ ପ୍ରଣାମ କରି। ନମସ୍କାର କରିକେ। ଖାଦିତ୍ୱା ଖାଇ। ନୀତ୍ୱା ନେଇ। ପିତ୍ୱା ପିଇ। କୃତ୍ୱା କରି।
करके करी, श्रुत्वा शुणी, सुनकर, कृष्वा चाष करी, दृष्ट्वा देखी, आरुह्य आरोहण करी। अभ्यास 3 उदाहरण दृष्ट्वा उत्तरं देहि। ଏଠାରେ ଉଦାହରଣ ଦିଆଯାଇଛି, ସେହି ଉଦାହରଣକୁ ଦେଖି ଆମେ ଲେଖିବା। ଏଠାରେ ଛାତ୍ର ବିଦ୍ୟାଳୟଂ ଗଚ୍ଛତି, ଛାତ୍ର ପାଠଂ ପଠତି, ଛାତ୍ର ବିଦ୍ୟାଳୟଂ ଗତ୍ୱା ପାଠଂ ପଠତି। ଏହିଭଳି ଆମେ ତଳ ଶବ୍ଦରେ ତଳ ବାକ୍ୟ ତଳେ ଦିଆଯାଇଥିବା ବାକ୍ୟକୁ ଆମେ ଏହିଭଳି ଲେଖିବା। କ ଆଚାର୍ଯ୍ୟ ବର୍ଗଂ ଗଚ୍ଛତି, ଆଚାର୍ଯ୍ୟ ଛାତ୍ରାନ୍ ପାଠୟତି। ଆକୁ ଆମେ ମିଶାଇ ଲେଖିବା। ଆଚାର୍ଯ୍ୟ ବର୍ଗ ଗତ୍ୱା ଛାତ୍ରାନ୍ ପାଠୟତି। ଖ ରମେଶ ଫଲଂ ଖାଦତି, ରମେଶ ଗ୍ରାମଂ ଗଚ୍ଛତି, ରମେଶ ଫଲଂ ଖାଦିତ୍ୱା ଗ୍ରାମଂ ଗଚ୍ଛତି। ସେହିଭଳି ଗ ନମ୍ବର କୃଷକ ହଲଂ ନୟତି, କୃଷକ କ୍ଷେତ୍ରଂ କର୍ଷତି, କୃଷକ ହଲଂ ନୀତ୍ୱା କ୍ଷେତ୍ରଂ କର୍ଷତି। ବୃଦ୍ଧ ପୁରାଣଂ ଶ୍ରୁତ୍ୱା ଗୃହଂ ଆଗଚ୍ଛତି, ବୃଦ୍ଧଂ ପୁରାଣଂ ଶୃଣୋତି, ବୃଦ୍ଧ ଗୃହଂ ଆଗଚ୍ଛତି। ବୃଦ୍ଧ ପୁରାଣଂ ଶ୍ରୁତ୍ୱା ଗୃହଂ ଆଗଚ୍ଛତି। ବାଲକः ନକୁलं ପଶ୍ୟତି, ବାଲକः ହସତି, ବାଲକः ନକୁलं ଦୃष्ट्वा ହସତି। ଶୂନ୍ୟତନାନି ପୂରୟ। ଅହଂ ଅନ୍ନ, ଅନ୍ନ ଡ୍ୟାସ୍ ବିଦ୍ୟାଳୟଂ ଗଚ୍ଛାମି, ଅହଂ ଅନ୍ନଂ ଖାଦିତ୍ୱା, ଅହଂ ଅନ୍ନ ଖାଦିତ୍ୱା ଗଚ୍ଛାମି ବିଦ୍ୟାଳୟଂ ଗଚ୍ଛାମି। ଖ କୃଷକ କ୍ଷେତ୍ରଂ ଡ୍ୟାସ୍ ଗୃହଂ ଗଚ୍ଛତି, କୃଷକ କ୍ଷେତ୍ରଂ ପୃष्ट्वा ଗୃହଂ ଗଚ୍ଛତି। ଡ୍ୟାସ୍ ବୃକ୍ଷଂ ଆରୁହ୍ୟ ନରः ବୃକ୍ଷଂ ଆରୁହ୍ୟ ଫलं ଖାଦତି। ମାଧବः ଡ୍ୟାସ୍ ଦୃष्ट्वा ନମତି, ମାଧବः ଆଚାର୍ଯ୍ୟଂ ଦୃष्ट्वा ନମତି। ପୁତ୍ରଜନକଂ ପ୍ରଣାମ୍ୟ ଡ୍ୟାସ୍ ଗଚ୍ଛତି, ପୁତ୍ରଜନକଂ ପ୍ରଣାମ୍ୟ ବିଦ୍ୟାଳୟେ ଗଚ୍ଛତି। ବାକ୍ୟାନି ରଚୟତ୍, ବାକ୍ୟ ଗଠନ କର। ଦୃष्ट्ୱାର ବାକ୍ୟ ଗଠନ ଆମେ କରିବା। ବାଲକः ଚିତ୍ରଂ ଦୃष्ट्वा ହସତି, କ୍ରୀଡ଼ିତ୍ୱା, କ୍ରୀଡ଼ିତ୍ୱା ଛାତ୍ର କ୍ରୀଡ଼ିତ୍ୱା ଗୃହଂ ଗଚ୍ଛତି। ପିତ୍ୱା, ବାଲକः ଜलं ପିତ୍ୱା ଆଗଚ୍ଛତି। ନୀତ୍ୱା, କୃଷକः ହଲଂ ନୀତ୍ୱା କ୍ଷେତ୍ରଂ ଗଚ୍ଛତି। ଗତ୍ୱା ଯାଇ, ଅହଂ ବିଦ୍ୟାଳୟଂ ଗତ୍ୱା ପାଠଂ ପଠାମି। ପଠିତ୍ୱା, କେଶବः ପାଠଂ ପଠିତ୍ୱା ଭୋଜनं କରୋତି। ଆରୁହ୍ୟ, ବାନରः ବୃକ୍ଷଂ ଆରୁହ୍ୟ ଫଳଂ ଖାଦତି। କୋଷ୍ଟକଂ ଦୃष्ट्वा ବାକ୍ୟାନି ରଚ। ଏହି ବକ୍ସ ଭିତରେ ଦିଆଯାଇଥିବା ପଦକୁ ବ୍ୟବହାର କରି ଆମେ ବାକ୍ୟ ଗଠନ କରିବା। ବାଲକः ଆଚାର୍ଯ୍ୟः ଛାତ୍ରାः ଅହଂ ବୟଂ। ଆକୁ ବ୍ୟବହାର କରି ଆମେ ଏହି ବାକ୍ୟ ଗଠନ କରିବା। ବାଲକः ଜलं ପିତ୍ୱା ଗଚ୍ଛତି, ବାଲକः ଜलं ପିତ୍ୱା ଆଗଚ୍ଛତି। ତାପରେ ଆଚାର୍ଯ୍ୟः ପାଠଂ ପଠିତ୍ୱା ଗଚ୍ଛତି, ଆଚାର୍ଯ୍ୟः ପାଠଂ
पठित्वा गच्छति गच्छति। छात्रः छात्राः विद्यालयं गत्वा पाठं पठन्ति। अहं पुस्तकं पठित्वा गच्छामि। वयम् अन्नं खादित्वा गच्छामः। सम्प्रति एषः पाठः सम्पूर्णः जातः। आशा से एषः वीडियो भवद्भ्यः रोचिष्यते। यदि रोचते तर्हि लाइक कुर्वन्तु। अग्रिमकालांशे पुनः मिलामः। धन्यवाद।